ମୃଦୁସ୍ୱରେ କି ମଧୁରେ ଡାକନ୍ତି ଯୀଶୁ ବନ୍ଧୁ ସୁନାବାରେ ପ୍ରେମ ଭରି ପ୍ରଶ୍ରୟରେ ଅଛନ୍ତି ଯୀଶୁ ତୁମ ପ୍ରତୀକ୍ଷାରେ ବାସି ତାଙ୍କ ଆଶ୍ୱାସ ତ୍ୱର କ୍ଷମା ଶାନ୍ତି ପ୍ରଚୁର କ୍ଷମା ଶାନ୍ତି ପ୍ରଚୁର। প্রিয় শ্রোতা বন্ধু প্রভু শ্রীখ্ରୀଷ୍ଟଙ୍କ କରୁଣାମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଜହନ ଲିଖିତ ସୁସମାଚାର 3 ଅଧ୍ୟାୟର 16 ପଦରେ ଜହନ ଏହିପରି ଲେଖନ୍ତି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। 17 ପଦରେ ଆମେ ଏହିପରି ପାଠ କରୁ, ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ଈଶ୍ୱର ଜଗତର ତ୍ରାଣକାରୀ ଈଶ୍ୱର ଅଟନ୍ତି। ଈଶ୍ୱର ଜଗତକୁ ଏଥିପାଇଁ ସୃଷ୍ଟି କଲେ ଯେପରି ମନୁଷ୍ୟ ଈଶ୍ୱରଙ୍କର ମହିମା ପ୍ରକାଶ କରିବ, ପୁଣି ମନୁଷ୍ୟ ପ୍ରତି ସେ ଆପଣା ପ୍ରେମ ପ୍ରକାଶ କରିବେ, ପୁଣି ମନୁଷ୍ୟ ଦ୍ୱାରା ସେ ସକଳ ସୃଷ୍ଟି ସହିତ ସମ୍ପର୍କ ରଖିବେ। ମନୁଷ୍ୟ ଯେପରି ପାପରେ ପତିତ ହୋଇ ରହିବ ଏଥିପାଇଁ ସେ ମନୁଷ୍ୟକୁ ସୃଷ୍ଟି କରିନଥିଲେ। ଏଥିପାଇଁ ମଧ୍ୟ ନୁହେଁ ଯେ ସେ ଯେପରି ମନୁଷ୍ୟ ଈଶ୍ୱରଙ୍କ ଠାରୁ ତାହାଙ୍କ ସହଭାଗିତାରୁ ଦୂରକୁ ଯିବ। ମନୁଷ୍ୟକୁ ସେ ଏଥିପାଇଁ ନିର୍ମାଣ କଲେ ଯେପରି ସେ ଈଶ୍ୱରଙ୍କୁ ଜ୍ଞାତ ହୋଇ ଆହୁରି ଉନ୍ନତ ହେବ। ଏଥିପାଇଁ ଆଦି ପୁସ୍ତକରେ ଆମେ ପାଠ କରୁ ଯେ ଈଶ୍ୱର ଆପଣା ପ୍ରତିମୂର୍ତ୍ତି ଓ ସାଦୃଶ୍ୟରେ ମନୁଷ୍ୟକୁ ନିର୍ମାଣ କଲେ। ମନୁଷ୍ୟକୁ ଈଶ୍ୱର ପ୍ରେମ କରନ୍ତି ଏବଂ ସେ ପ୍ରେମକାରୀ ଈଶ୍ୱର ଅଟନ୍ତି। କିନ୍ତୁ ଯେତେବେଳେ ମନୁଷ୍ୟ ପାପରେ ପତିତ ହେଲା, ମନୁଷ୍ୟକୁ ପାପରୁ ଉଦ୍ଧାର କରିବା ନିମନ୍ତେ ଏବଂ ଆପଣା ନିକଟକୁ ପୁନର୍ବାର ଆଣିବା ନିମନ୍ତେ ତଥା ତାହାଙ୍କ ସହଭାଗିତା ପୁନଃସ୍ଥାପନ କରିବା ନିମନ୍ତେ ସେ ଆପଣା ପୁତ୍ରଙ୍କୁ ପ୍ରେରଣ କଲେ। ଜହନ 3 ଅଧ୍ୟାୟର 17 ପଦରେ ଆମେ ପାଠ କଲୁ, ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରେ ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ଏହି 2 ପଦରେ ଅର୍ଥାତ୍ 16 ପଦ ଏବଂ 17 ପଦରେ ଈଶ୍ୱରଙ୍କ ପ୍ରେମ ଯେ ଆମ ପ୍ରତ୍ୟେକଙ୍କ ପାଇଁ ରହିଛି ତାହା ଆମେ ଦେଖିପାରୁ। ସେ ମନୁଷ୍ୟକୁ ଆପଣା ସୃଷ୍ଟିକୁ ଆପଣା ଅଦ୍ୱିତୀୟ ପୁତ୍ରଙ୍କ ଠାରୁ ମଧ୍ୟ ଅଧିକ ପ୍ରେମ କରନ୍ତି। ସେ ଆପଣଙ୍କ ପାଇଁ, ମୋ ପାଇଁ ଏବଂ ସମସ୍ତ ମନୁଷ୍ୟଙ୍କ ପାଇଁ ଆପଣା ପୁତ୍ରଙ୍କୁ ଦାନ କଲେ, ଯେପରି ସେହି ପୁତ୍ରଙ୍କର ଦୁଃଖ ଭୋଗ ଦ୍ୱାରା ଆମେ ପରିତ୍ରାଣ ପ୍ରାପ୍ତ ହୋଇପାରୁ, ପୁଣି ଈଶ୍ୱରଙ୍କ ପ୍ରେମର ଅଂଶୀ ହୋଇପାରୁ। ଏହି ପ୍ରେମମୟ ଈଶ୍ୱରଙ୍କୁ ଚିହ୍ନିବା ନିମନ୍ତେ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ।